ଓହୋ ଇଏ ଓ ଆନନ୍ଦ ଉପରେ ଚାଲିଥିଲା ନା। ଆଚ୍ଛା ହଉ, ମୁଁ ତ ଟପିକ ଆଜି ଆଣିନି ବୋଲି ସେ ନେଇ ପଚାରିଲି କଣ ଆଲୋଚନା କରିବା। ହଉ ଠିକ ଅଛି, ଆମେ ଟପିକ ଉପରୁ ଯିବା। ଆମେ ଆଲୋଚନା କରିଥିଲେ, ଆମେ ଆନନ୍ଦ ଉପରେ ଆଲୋଚନା କରିଥିଲେ, ପ୍ରସନ୍ନ ଉପରେ, ପ୍ରସନ୍ନ ରହିବା, ଆନନ୍ଦିତ ହବା, ଏଗୁଡିକ ନହେଲେ ତୁମେ କେବେ ଯୋଗ କରିପାରିବ ନାହିଁ। ବିନା ଆନନ୍ଦରେ କେହି ଯୋଗୀ ହେଇପାରିବେ ନାହିଁ। ତେଣୁ ଆନନ୍ଦ ବା ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ, ଶୌଚ, ସନ୍ତୋଷ, ତପ। ଶୌଚ ସନ୍ତୋଷ, ଏଇ ଯୋଉ 10 ଯମ ନିୟମର 10ଟି ଉପ ଅଙ୍ଗ ଅଛି, ତା ଦେହରେ ଯମରେ 5ଟି ଏବଂ ନିୟମରେ 5ଟି। ନିୟମରେ ସେକେଣ୍ଡ ଅଙ୍ଗ ଯୋଉ ରହିଲା ଶୌଚ ସନ୍ତୋଷ, ସେ ସନ୍ତୋଷ, ସନ୍ତୋଷ ନହେଲେ ତୁମେ କିଛି କରିପାରିବ ନାହିଁ। ସନ୍ତୋଷ ଏକ ଯୋଗର ଏକ ମୁଖ୍ୟ ଅଙ୍ଗ, ଉପ ଅଙ୍ଗ ହେଲେ ବି ମୁଖ୍ୟ ଅଙ୍ଗ। ଯେମିତି ଅହିଂସା ଗୋଟେ ମୁଖ୍ୟ ଉପ ଅଙ୍ଗ ହେଲେ ବି ଅଙ୍ଗ, ସତ୍ୟ ଗୋଟେ ଅଙ୍ଗ, ଇଏ ଗୋଟେ ପାର୍ଟ ହେଲେ ବି, ଉପ ଅଙ୍ଗ ହେଲେ ବି ଆର ବହୁତ ଉପାଦେୟତା ଅଛି, ବହୁତ ଉପାଦେୟତା ଅଛି। ସେମିତି ସନ୍ତୋଷ, ବିନା ସନ୍ତୋଷରେ ତୁମେ ଯୋଗ କରିପାରିବ ନାହିଁ। ତୁମେ ଚକ୍ରବେଦନା ଆରମ୍ଭ କରିବ, କାନ୍ଦ ଆରମ୍ଭ କରିବ, ଲୁହ ବୋହିବ ତୁମ ଆଖିରୁ, ତୁମେ ଯୋଗ କରିପାରିବ? ମୋ ବାପା ମତେ ଏମିତି କହିଲେ, ମୋ ଶାଶୁ ମତେ ଏମିତି କହିଲା, ମୋ ବୋଉ, ମୁଁ ବୁଢୀ ହେଲିଣି ମତେ ଗାଳି ଦେଲାଣି, ତୁମେ ଯୋଗ କରୁଥିବ, ଆଖିରୁ ଲୁହ ବହୁଥିବ, ବୁଝିପାରିଲେ? ତମେ ତ କହିବନି ଯେ ରିଆକ୍ସନ ହବନି, କିନ୍ତୁ ଭିତରେ ରିଆକ୍ସନ ହଉଥିବ, ସାଧନ ଭିତରେ ରିଆକ୍ସନ ହଉଥିବ, ଗୁମୁରୁ ଗୁମୁରୁ ତୁମେ କାନ୍ଦୁଥିବ। ଆଶୀର୍ବାଦ ଆଣିବ, ତା ଭିତରେ ଚକ୍ର ଭେଦନ କରିବ, ପ୍ରାଣାୟାମ କରିବ, ପ୍ରଣବ କରିଦିଅ, ହୋଲ 2 ଘଣ୍ଟା ଯାକ ତୁମେ କାନ୍ଦୁଥିବ, ଯୋଗ କରିପାରିବ? ସେ ଯୋଗରେ କିଛି ମୂଲ୍ୟ ରହିବ? ଜଣ ଜଣ ଆଖିରୁ କହନ୍ତିନି ପୁରା ଧାର ଛୁଟୁଛି, କି କାନ୍ଦର ଧାର, ଲୁହର ଧାର, ବୁଝିଲେ? ସେ ଧାରଟା ଚାଲିଥିବ, ତୁମେ ଯୋଗ କରିପାରିବ ନାହିଁ। ତା ବିପକ୍ଷରେ ଯଦି ତୁମେ ରହିବ, ପ୍ରସନ୍ନ ରହିବ, ପ୍ରସନ୍ନ ରହିବ, କଣ ହବ? ପ୍ରସନ୍ନ ରହିଲେ ତୁମେ ଭଲ ଭାବରେ ଯୋଗ କରିପାରିବ, ଆନନ୍ଦରେ ରହିବ, ଯୋଗ କରିପାରିବ, ଆନନ୍ଦିତ ହେଇକି, ଖୁସିରେ। ତାମାନେ ସକାଳୁ ଉଠିବ, ଆନନ୍ଦରେ ଉଠିବ, ନିଦ ଭାଙ୍ଗିଗଲା ତ ଖୁସିରେ ତୁମେ ଆନନ୍ଦିତ ହେଇପଡିବ। ହଁ, ମୁଁ ଉଠିଲିଣି, ମୁଁ ସାଧନ କରିବାକୁ ଯିବି, ମୁଁ ଉଠିଲିଣି ସାଧନ କରିବାକୁ ଯିବି, ଖୁସିରେ, ବୁଝିଲେ? ଯେମିତି ଜଣକୁ ଖାଦ୍ୟ ଦେଲେ, ଗୋଟେ କୁକୁରକୁ ଖାଦ୍ୟ ଦେଲେ ବି ସେ ଆନନ୍ଦରେ ଲାଞ୍ଜଟାକୁ ହଲେଇବ, ମାନେ ଖାଦ୍ୟ ଆସିଗଲା, ଏ ପ୍ରସନ୍ନ ହେଇଯିବ, ଖୁସି ହେଇଯିବ, ଯାଇକି ତୁମ ପାଖରେ ଛିଡା ହେଇଯିବ, ଦେଖିଥିବେ, ପ୍ରସନ୍ନରେ ପୁରା, ତାମାନେ ଖାଦ୍ୟ ଆସିଗଲା। ସେମିତି ତୁମେ ଯୋଗକୁ ଯଦି ଗୋଟେ ଖାଦ୍ୟ ଭାବିବ, ଯୋଗକୁ ଯଦି ଗୋଟେ ମୁଖ୍ୟ କର୍ମକ୍ଷେତ୍ର ଭାବିବ, ମୁଁ ଯୋଗର ଟାଇମ ହେଇଗଲାଣି। ଯେମିତି ଆମେ ପାଠ ପଢିଲା ବେଳେ ରିସେସ ସମୟ ହେଇଗଲେ ବହୁତ ଆନନ୍ଦିତ ଲାଗେ, ଅଙ୍କ ପିରିୟଡ ଗଲା, ବିଜ୍ଞାନ ପିରିୟଡ ଗଲା, ଇଂଲିଶ ପିରିୟଡ ଗଲା, ସବୁ ପିରିୟଡ ପଡା, ତାପରେ ଖେଳ ପିରିୟଡ ଆସିଲା, ରିସେସ ଆସିଲା, ଖେଳ ପିରିୟଡ, ତୁମେ ଆନନ୍ଦିତ ହୁଅ, ବହୁତ ଆନନ୍ଦିତ ଲାଗେ, ବହୁତ ଆନନ୍ଦିତ ଲାଗିବ, ଖୁସିରେ ଡେଇଁ ପଡିବ। ସେମିତି ଯେତେବେଳେ ଯୋଗ କରିବାକୁ ଉଠିବ, ଯଦି ଆନନ୍ଦିତ ଲାଗିଲା, ଖୁସି ଲାଗିଲା, ମୋର ଟାଇମ ଆସିଗଲା, ମୁଁ ଯୋଗ କରିବି, ସେ ଯୋଗଟା କେତେ ଯେ ସଫଳ ହେଇଯିବ ତୁମେ କଳ୍ପନା କରିପାରିବନି। ତମର ରକ୍ତର ପ୍ରଭାବ ଛୁଟିବ ବଡି ଭିତରେ, ଆନନ୍ଦର ପ୍ରଭାବ, ଆନନ୍ଦର ସ୍ରୋତ, ରକ୍ତର ଆନନ୍ଦର ସ୍ରୋତ ପ୍ରବାହିତ ହବ ତମ ଭିତରେ, ଖୁସିରେ ନାଚିବ, ଦାନ୍ତ ଘଷୁଥିବ, ଆନନ୍ଦିତ ହେଇ ଦାନ୍ତ ଘଷିବ, ଝାଡା ଯିବ, ଆନନ୍ଦିତ ହେଇ ଝାଡା ଯିବ, ବସିବ, ଆନନ୍ଦରେ ବସିବ ଝାଡା,
ଆନନ୍ଦରେ ବସିବ। ତାପରେ ଆସିବ ଗୋଡ଼ ହାତ ଧୋଇ ହବ ଆନନ୍ଦରେ, ତାପରେ ବେଡ୍ ପକେଇବ ମଧ୍ୟ ଆନନ୍ଦରେ। ଯୋଗ ବେଡ୍ ସପ ପକେଇଲ କି ଗନ୍ଥା ପକେଇଲ, ବେଡସିଟ୍ ପକେଇଲ, ବାସ୍ ସବୁ ଆନନ୍ଦିତ ହେଇକିରି ପକଉଥିବ। ନିରାଶ ହେଇକିରି ପକେଇବନି, ଆନନ୍ଦିତ ହେଇକି ପକେଇବ, ଖୁସି ଲାଗିବ ପୁରା। ଆଉ ଯଦି ଦୁଃଖରେ ପକଉଥିବ ସେଇ ବେଡ୍ ଗୁରା, ତାହେଲେ ଯୋଗ ହବନି, ଯୋଗ ଗଲା, ଯୋଗ ନଷ୍ଟ ହେଇଯିବ। ବୁଝିଲେ? ତେଣୁ ଆନନ୍ଦର ସ୍ରୋତରେ ତୁମେ ଯଦି ସାଧନ କରୁଛ, ଯେମିତି ଗୋଟେ ମୋବାଇଲ ତୁମର ଅଛି, ମୋବାଇଲ ଅଛି, ମୋବାଇଲରେ ଭାଉଚର ପକଉଛ, ତା ଦେହରେ ପାୱାର ପ୍ଲସ୍ ପକେଇଦବ, ପାୱାର ପ୍ଲସ୍ ପଡିଗଲା, କଣ ହବ? ଅଧିକ ହେଇଯିବ। ସେମିତି ସାଧନ କରୁଛ, ଚକ୍ର ଭେଦନ କରୁଛ, ପ୍ରଣାମ କରୁଛ, ସବୁ କିଛି କରୁଛ, ତା ଦେହରେ ଆନନ୍ଦର ସ୍ରୋତ ମିଶେଇ ଦବ, ସେ ପାୱାର ପ୍ଲସ୍ ହେଇଯିବ, ଯୋଗଟା ପୁରା ପାୱାର ହେଇଯିବ ସାଧନଟା। ଆଉ ଯିଏ ଆନନ୍ଦରେ ଥିବ ତା ପାଖରେ ନିର୍ଭୟ ମଧ୍ୟ ଥିବ। ଆନନ୍ଦ ସହିତ ନିର୍ଭୟ ଥାଏ, ଦୁଃଖ ସହିତ ଭୟ ଥାଏ। ଆନନ୍ଦ ସହିତ ନିର୍ଭୟ ଥାଏ। ନିର୍ଭୟ ଯେତେବେଳେ ତୁମେ ହେଇଯିବ ସାଧନରେ, ତୁମେ ଜିତିବ ଯୋଗରେ। ଯୋଗ ଗୋଟେ ଖେଳ ଘର ନୁହେଁ, ଯୋଗ ଗୋଟେ ସ୍ରୋତ, ଯୁଦ୍ଧର ସ୍ରୋତ। ତୁମେ ଯୋଗ କରିବନି ଯେ ସେଟା ଗୋଟେ ଯୁଦ୍ଧ କ୍ଷେତ୍ର ତୁମ ପାଇଁ। ସାଧନରେ ବସିଥିବ, ଯୁଦ୍ଧ ଆରମ୍ଭ ହେଇଯିବ। ଯେତେ ପ୍ରକାର ଦୁନିଆରେ କଥା ଅଛି ତୁମ ଭିତରେ ଖେଳୁଛି, ସବୁ ଯାକ ମନେ ପକେଇବ ସେଇ ସାଧନରେ। ବେଶୀ କୋଉଠି ମନେ ପଡିବ? ଯେତେବେଳେ ତୁମେ ପ୍ରାଣାୟାମ କରିବ। ଦୁନିଆର ଯେତେ ଆବର୍ଜନା, ଯେତେ ଦୁଃଖର ଘଟଣା ବା ଆନନ୍ଦର ଘଟଣା, ଦୁଃଖର ଘଟଣା ମିଶିକିରି ତୁମକୁ ଡାଇଭର୍ଟ କରିବା ପାଇଁ ବସିବେ। ତୁମେ ଯେତେ ମନକୁ ଏକାଗ୍ରତା କରିବ, ସେତେ ସିଏ ଡାଇଭର୍ଟ କରିବ। ଆଉ ତୁମେ ଯଦି ଆନନ୍ଦରେ ଥିବ, ଆନନ୍ଦିତ ଅବସ୍ଥାରେ ଯୋଗ କରୁଥିବ, ହୁଏତ ସେଗୁଡା ଆସିବେନି ତୁମ ପାଖକୁ, କେବେ ଆସିବେନି। ଦୁଃଖ ହେଲେ ଆସିବ, ଦୁଃଖ ସହିତ ନିରାଶା ଭାବ ଆସିବ, ଅଭାବ ଭାବ ଆସିବ, ନିଃସଙ୍ଗ ଭାବ ଆସିବ। ଆଉ କଣ ଆସିବ ତା ସାଥୀ? ନିଦ୍ରା ବି ଆସିବ, ଭୟ ଆସିବ। ଯଦି ଦୁଃଖରେ ସାଧନ କରିବ, ଯଦି ସୁଖରେ ସାଧନ କରିବ, ଆନନ୍ଦିତ ହେଇ ସାଧନ କରିବ, ତାହେଲେ ତମର ସଫଳତା ଭାବ ଆସିବ। ସେଠି ଆଚିଭମେଣ୍ଟର ଭାବ ଆସିବ, ଲକ୍ଷ୍ୟ ପୂରଣର ଭାବ ଆସିବ, ନିର୍ଭୟର ଭାବ ଆସିବ, ସାହସର ଭାବ ଆସିବ, ପରାକ୍ରମର ଭାବ ଆସିବ। ଆଉ ସେଠି ନା ଡିପ୍ରେସନ ଥିବ, ନା ଆଙ୍ଗ୍ଜାଇଟି ଥିବ, କିଛି ନଥିବ। ବୁଝିପାରିଲେ? ସେଠି କିଛି ନଥିବ। ତେଣୁ ଆନନ୍ଦରେ ଯୋଉମାନେ ସାଧନ କରୁଛନ୍ତି, ନିରାଶ ନ ହେଇକି ଯୋଉମାନେ ସାଧନ କରୁଛନ୍ତି, ସେ ଯୋଗ ଯେମିତି ହଉ, ଠିକ ଅଛି। ଯୋଗ ଭୁଲ ହଉ, ପ୍ରଣାମ ଭୁଲ ହଉ, ପ୍ରାଣାୟାମ ନ ହଉ, ଚକ୍ରଭେଦନ ଭୁଲ ହଉ, ଯାହା ଭୁଲ ହଉ, ଯଦି ଆନନ୍ଦିତ ଅବସ୍ଥାରେ ତୁମେ ସାଧନ କରୁଥିବ, ତାହେଲେ ସବୁ ଜିନିଷ ଗୁଡା ପଳେଇ ଆସିବ। ତୁମେ ଯେବେ ସାଧନ କରୁଛ କୋଉଥିପାଇଁ? ଫଳଟା କଣ? ଆନନ୍ଦିତ ରହିବା, ଖୁସି ରହିବା। କାରଣ ସହିତ ଫଳର ସମ୍ପର୍କ ରହିଛି। ତୁମେ ଫଳ ଆଡକୁ ଯାଅ, ରେଜଲ୍ଟ ଆଡକୁ ଯାଅ, ପରିଣାମ ଆଡକୁ ଯାଅ। ପରିଣାମ ହଉଛି, ଶେଷର ପରିଣାମ ହଉଛି ଆନନ୍ଦିତ ହବା, ଖୁସି ହବା। ଆମେ ଯଦି କାରଣ ପଛରେ ଗୋଡେଇବା, ତାହେଲେ ପରିଣାମ ନଷ୍ଟ ହେଇଯିବ। ମୁଁ ଉଦାହରଣ ଦେଇ ବୁଝେଇ ଦଉଛି। ମନେକର ତୁମେ ଚାକିରି କଲେ ଖୁସିରେ ରହିବ, ପରିଣାମ ହଉଛି ଖୁସି ହବା, ଦରମା ପାଇବ, ଏକ୍ସପେନ୍ସ ତୁମର ବଢିବ, ଯାହା ଖରିଦ କରିବା କଥା ମାର୍କେଟରେ ଯାଇକି ପହଞ୍ଚିକିରି କିଣିପାରିବ, ଆନନ୍ଦିତ ହବ। ସେଉ କେଜି କିଣିଦେଲ, ଆଗେ ସେଉ କେଜି କିଣି ପାରୁନଥିଲ, ଡାଳିମ୍ବ କେଜି କିଣିଦେଲ, ଖୁସି ହେଲ। ମାଛ କିଣୁନଥିଲ, କିଛି ପାଉନଥିଲ, ଦରମା ହେଇଗଲା, ତୁମେ କିଣିଲ। ଶାଢୀଟି ନେଇଲ, ସ୍ତ୍ରୀ ପାଇଁ, ବୋହୂ ପାଇଁ, ପିଲା ପାଇଁ ଡ୍ରେସ ନେଇଲ, ଆନନ୍ଦିତ ହେଲ, ପଇସା ଆସିଗଲା।
परिणाम है आनंदित हवा। कारण हूँ चाकरी करवा, बुझिले, कारण हूँ चाकरी करवा, परिणाम हूँ आनंदित हवा। तुम्हें धर चाकरी करने को जाऊच, चाकरी हेलानी, दुख अनुभव हम, तमाने तुम्हें कारण पछरे गोड़ेल, बुझिपारे, कारण पछरे गोड़ेले तुम्हें सुखी हो पारिबनी केबे। तुम्हें सुना टे पिंधिले खुशी हब, परिणाम हूँ खुशी हवा। सुना पिंधिया हूँ कारण। मु रिजल्ट रे पास कली, मु परीक्षा देथिली पास कली, सेटा हूँ कारण। परीक्षा दबा कारण, पास करिबा हूँ फल हूँ खुशी हवा, परिणाम। तेणु तुम्हें कारण पछरे न गोड़े कि तुम्हें परिणाम पछरे गोड़ाओ। सबुर परिणाम हूँ खुशी हवा। घर टी कर दी बखरा घर कर, सिंगल ताला कर, डबल ताला हेले तुम खुशी हब। तुम्हें आशा रखिच डबल ताला जब हो दो ताला मु खुशी हेबी, कारण हूँ डबल ताला। दुई ताला जब हम मु खुशी हेबी, दुई ताला 5 वर्ष हम, 10 वर्ष हम। तुम्हें दुखी कहीं कौच, तुम्हें एबे तुम खुशी हो ना। परिणाम हूँ खुशी हवा। तुम्हें एबे ठार खुशी हो, जो दिन 2 ताला हो, जो दिन मोर चाकरी हो, जो दिन मो बाहर हो, जो दिन मो पुओ हबार हो। झील बर्तमान चिंता झील, तुम्हें पुओ हेले खुशी हब कहीं, परिणाम हूँ खुशी हवा। तुम्हें एबे खुशी हो, तुम्हें जब एबे खुशी हब पुओ न होइकरी, ताले पॉजिटिवली पुओ हब। तुम्हें जमा कारण पछरे गोड़ाओ ना। मो कहया कथा हूँ जोगरे तुम्हें आनंदित हब, समाधित हेले। जोगरे आनंदित हब किछि फल पाइले, बुझिपाइले। तुम घर को किए मिठा नहीं गिरे आसिले आनंदित हो जाओ। तुम्हें वर्तमान के आनंदित न हो, मिठा न आसु आनंदित हुओ। मिठा छांक आसो, घर छांक हो जीवो, चाकरी छांक हो जीवो, बुझिले। लॉजिकल बुझंतु, आमर परिणाम हूँ खुशी हवा। आगे खुशी हुओ, अनकंडीशनल हैप्पीनेस जहाँ कह जाए। कंडीशन रखिकरी खुशी हुअनी, मोर एटा हेले मु हेबी। अनकंडीशनल हैप्पीनेस, कौन सी शर्त रखनी तुम खुशी पाई। मो सार्ट पिंची मु चिरी जाई, बटम नहीं गोटे, खुशी हुओ। चप्पल टेप छिड़ी जाई, खुशी हुओ। गोटे सीट पिन लगे पड़े जाओ, बुझिले। रेडियो लगौच बाजिलानी, टीवी लगौच बाजिलानी, झिलझिल है, तुम खुशी हो। तुम शुई पड़ो फ्लाट है गला, आज जीवन नष्ट हो गला, टीवीटा चलुनी, तुम्हें खुशी हो। टीवी चलो, ऑटोमेटिक टीवी चलो। खुशी है आनंदित है रोसई कर, देखियो से रोसई टॉप टॉप लेवल को पळे आसीबो। आउ 9937 कहीकि तुम रोसई कर, बाटण को खेचुव खड़िकार, मन दुखरे तेणे स्वामी गाली दे कि घर बापा गाली देइचंती, घरे किसी माने जहाँ आसवा कथा आसीनी, तुम मन दुखरे बस, तुम रागटा को संशोधन कर बाटण तरकारी, से तरकारी तो दुखपूर्ण हो, जे खाइब विषपूर्ण हो। से तरकारीटा जी खाइब से दिन से नष्ट हो, कारण तुमर दुखर, असफलतार, आउ रागर, क्रोधर, दुखर सब जंग मिसीगला से बाटे, कौटी खड़िका बाटे जाइक बाटण विष हो, पॉइजन हो, जी खाइब से बेमार हो। किंतु ता परिवर्ते तुम जब खुशी रे रांधुथिब, आनंद गीत बोलिकी जब रांधुथिब आउरी भल, प्रसन्न चित्त देखिब। से न से रोसई टेस्ट कर केमती लगे, कारण तुमर इच्छा शक्ति, तुमर भावनाटा से रोसई रे बा से खाद्य रे मिसी जाउची। तुम्हें भावनी, तुम भावनाटा तुम भीतर रही, तुम्हें जो कर्म करुच से मिसिब, मिसिब ही मिसिब।
केते टेस्ट लगे तुम केवे कल्पना कर देख देख प्रैक्टिकल देख चाह टी करूच एणे रागिकी घर घर हो हे चाह पिंतु न पिंतु मोर कौन अच्छे मत घरे कहीं पचार ना मुझे गोटे चाकर भाया बोधे कम कर मो कथा कहीं बुझिलेनी समस्ते मामलतकार घर में मत खटौ तुम ये भावना कर चाह कर से चाह पॉइजन हो आनंद जब करूथ चाह से लुण न पड़ू चीनी न पड़ू टेस्ट लगे चाह भाग कमी जाओ परसेंटेज अधिका हो से एडजस्ट हो कारण तुम प्रसन्न चित्तर चाह कर मन रख प्रसन्न चित्तर जो कम करूथ से केवे खराब हबन ता क्वांटिटी रेशियो सब ठीक रहे परीक्षा कर मु कही दउची ता अर्थ नहीं सब किसी गला तुम निजे परीक्षा कर सकाल उठिब आनंद रे सब काम कर जहाँ कभी फोन कर आनंद रे फोन कर खुशी रे जदि निराश रे फोन कर अशब्द आसो शुभ तुम किए खराब कथा भी कह तेणु मोर आम टॉपिक थिला कौन ना घरे प्रति मुहूर्त प्रतिदिन शांति रे रुह आनंद रे रुह खुशी रे रुह तुम अपेक्षा करनी कही क्या अपेक्षा करनी जय ललितार शाढ़ी थिला केते केते हजार हजार शाढ़ी थिला हजार हजार चप्पल थिला 1500 पेयर चप्पल थिला तमने 3 वर्ष 4 वर्ष थरे गोटे चप्पल पिंदियो नुआ चप्पल पाली पड़िबो से चप्पल रो पाली पड़िबो ता गोड़ को जीवा पई 4 वर्ष लागि तुम पाखरे गोटे पेयर चप्पल अछि दुई पेयर चप्पल अछि तमे खुशी हो खूब जोर खुशी हो तुम पाखरे मु तो कहू मोर दीटा ड्रेस हे गेल सरी गेला दी हल एटलिस्ट दीटा ड्रेस रख एटलिस्ट दीटा चप्पल रख से आनंदित हो खुशी हो 17-18टा पैंट रखी कौन कर जने जनकर 18 पेयर पैंट अच्छे जने आम पुअर सांगटा जने किणुची चढ़ी किणुची 3000 टकर गोटे चढ़ी किणुची चढ़ीटा 200 टकर हम से 3000 टका चढ़ी पिंधुची सार्ट केते हजार टका हेते सार्ट केते हजार टका हेते इको होची कि एथिरे भी आनंदित हुआ इको हो बुझिले एमती आनंदित हेले इको कमी जीव ए कमी गला केमती हेतला कमी गला फोन आनिछ फोन रे सरी गला तुम भाउचर नाही गला तुम दिनटा नष्ट हो गला खाइबा विरक्त हो जीव हे फोन नाही आजिकल फोन तो पूरा पैसा नथिले चलिबो किंतु फोन नथिले असुविधा हो जीव तुम बाहर को जाउछ देखुथिबो जदि पैसा नाही तुम पाखे 100 टका 200 टका चली जीव किंतु फोन नथिले कौन करियो फेरिक आसियो घर को फोन टा छाड़ी जाइए नहीं कीजिए न रही परियो तेणु तुमर भाउचर सरी जाइए तुम कैलकुलेशन में नहीं मन भीतर नहीं आनंदित हुआ खुशी हुआ आनंदित होके रुह आज खाया को नहीं आज चिकेन होता हेलानी आज गोटा मांस तुम होता से छेड़ी पड़े दौड़िक कटा है बुझल से जी काटिकी दब छेड़ी मिलानी कुकुड़ाटा मिलानी उड़ी पड़ेला तुम काटिकी खाई आज आनंदित होता ता सत्वे भी आनंदित हो आज मांस होता आज भल बार थिला रविवार थिला कि बुधवार थिला आज मांसटा होता ना हो पारे असुविधा सब ओषा बार पड़ जदि न मिलला से दिन में आनंदित हो खुशी हो खूब जोर खुशी हो खुशीटा तुम चला पथरे पुष्प पड़ो खुशीर चला पथरे पुष्प पड़ो आ दुखर चला पथरे कंटा पड़ो तुम दुखित होकर घर बाहर की जाओ देख कंटा माड़ आ मन रख केबे घर बाहर ना जदि क्या सहित पार्टी है घर भितर बाहर माने आ गोटे दुख को तुम्हें निश्चय सामना कर बाहर जाएंगे मो कथा पाथ्य कर तुम इंटरव्यू अच्छी नजीब बाबा कहते दुख से दिन आम घर पाटितुंड है परीक्षा थी गली तुम फेल हो परीक्षा कर मु सब परीक्षा कर हजार हजार लोक प्रयोग कराई सब बुझे जोग ठार बहुत इंपोर्टाट हूँ आनंदित हवा मुझे कहूँ जोग न कले भी चलो
ଯଦି ଖୁବ ଜୋରେ ଆନନ୍ଦିତ ହେଇକି ରହିବ ଗୋଟେ ଦିନ ଫୁଲ ଫର୍ମରେ ପୁରା ଆନନ୍ଦିତ ହେଇକି ରହିବ, ଯୋଗର 10 ଗୁଣ ହେଇଗଲା। ଆଉ ତୁମର ଯୋଉ ରକ୍ତର ପ୍ରଭାବ, ଯୋଉ ପ୍ରବାହିତ ହଉଛି ରକ୍ତ, ବ୍ଲଡ ପ୍ରେସର ତ କମିଯିବ, ହାଇପର ଟେନସନ, ଆଂଜାଇଟି ଆଉ ଟେନସନ, ବ୍ଲଡ ପ୍ରେସର, ଇଏ ସବୁ ଯାକ ସପ୍ରେସ ହେଇଯିବ ଆନନ୍ଦିତ ହେଲେ। 1,00,000 କିଲୋମିଟର ବେଗରେ ତୁମର ରକ୍ତ ପ୍ରଭାବିତ ହଉଛି, ଲାଇଟ ଚାଲୁଛି ବଡି ଭିତରେ, ଲକ୍ଷାଧିକ ଲାଇଟ, ବିଜୁଳି ଯେମିତି ମାରେ ଆକାଶରେ, ଯେମିତି ଲାଇଟେଡ ହେଇଯାଏ, ସେମିତି ତୁମେ ଠୋକିନି ହସିଦେଲେ ଲାଇଟ ପ୍ରକାଶିତ ହେଇଯିବ ଭିତରେ। ଯେମିତି ବିଜୁଳି ପ୍ରକାଶିତ ହୁଏ, ତୁମେ ଠୋକିନି ହସି ଦିଅ ଥରେ, ଦେଖିବ ତା ଭିତରେ ରକ୍ତ ପ୍ରବାହିତ, ଲାଇଟ ପ୍ରବାହିତ ହେଇଯିବ, ଚିତ୍କାର ସୃଷ୍ଟି ହବ ବଡି ଭିତରେ, ତମେ ଦେଖିପାରିବନି। ଇଏ ଆନନ୍ଦିତର ବଟିକା। ଆନନ୍ଦିତ ରହିଲେ, ଖୁସି ରହିଲେ, ତମେ କଣ ନାଇଁ କଣ ହେଇଯିବ। ତୁମକୁ ଯାହା ମିଳୁଛି, ଶାଗ ପଖାଳ, ବଢି ଚୁରା, ଆଳୁ ଚକଟା, ବାଇଗଣ ପୋଡା ହେଲା, ଏଇ ଯୋଉ ଟିକେ ଟିକେ ଖାଦ୍ୟ ବି ତୁମକୁ ଆନନ୍ଦିତ ଦବ ଯଦି ତୁମେ ଖୁସିରେ ଖାଉଥିବ। ମୁଁ ତ ଏଇ ପଖାଳ ଖାଇକିରି ଏଠି ବସିଲି, ସେ ପଖାଳର କେତେ ବାସ୍ନା ହଉଛି ଖାଦ୍ୟରେ। କିଛି ନାହିଁ, ବଢିଟି ପୋଡା ହେଇଛି, ଆଳୁ ଚକଟା ହେଇଛି, ବିରାଟ ଗୋଟେ ଆଇଟମ ଆମେ ଖାଇକିରି ବିରାଟ ହେଇଯିବ ତା ନା। ତମେ ବରଂ ଆନନ୍ଦିତର ଭାବଟାକୁ ମିଶେଇ ଦିଅ ସେ ଆଇଟମ ସହିତ, ଆନନ୍ଦିତର ଭାବ। ତୁମେ ମୋ କଥା ଶୁଣୁଛ, ଆନନ୍ଦିତ ହେଇକି ଶୁଣ। କାହା ସହିତ କଥା ହଉଛ ଫୋନରେ, ଆନନ୍ଦିତ ହେଇ କଥା ହୁଅ। ସବୁ କଥା, ଲାଟ୍ରିନ୍ ଯାଉଛ ଆନନ୍ଦିତ ହେଇକି ଯାଅ, ଗାଧଉଛ ଆନନ୍ଦିତ ହେଇକି ହୁଅ, ପାଣି ଢାଳି ଦିଅ ଉପରେ, ବାଲ୍ଟି ବାଲ୍ଟି ପାଣି ଢାଳି ଦିଅ ଖୁସିରେ। ତମେ ମଗ ପାଣି ନ ଢାଳିକିରି ବାଲ୍ଟିଏ ପାଣି ଢାଳ, ଦେଖିବ କେତେ ଆନନ୍ଦିତ ଲାଗିବ। ତମ ବଡି ପୁରା ଶାନ୍ତ ହେଇଯିବ, ଥଣ୍ଡା ହେଇଯିବ। ଖୁସିରେ ଗୀତ ବୋଲିକିରି ଗାଧାଅ, ହଜାର ହଜାର ରୋଗ କମିଯିବ ତୁମ ଭିତରେ। ତମେ ଦୁଃଖିତ ଅବସ୍ଥାରେ ଥିବାରୁ ତମ ରୋଗ ଆସୁଛି ତୁମ ପାଖକୁ। ଏମିତି ହସ ଯେମିତି ମୁଖର ସାଧନ ହେଇଯିବ, ଏତେ ଜୋରେ ହସ, ଖୋଲା ହସ, ଦେଖିବ ସବୁ ଯାକ ନର୍ଭସ ଗୁଡା ଯାହା ୱିକ୍ ଅଛି ତମ ବଡି ଭିତରେ, ମୁଣ୍ଡରେ, ସବୁ ଯାକ ଖୋଲିଯିବ, ଆନନ୍ଦିତ ହସ। ତେଣୁ ତୁମେ ଯଦି ପରିଣାମ ପଛରେ ଗୋଡେଇବ, ତୁମେ ସବୁ କିଛି ପାଇଯିବ। ପରିଣାମ ହଉଛି ଆନନ୍ଦିତ ହବା, ଆଉ କାରଣ ହଉଛି କଣ? ତୁମେ କାରଣ ପଛରେ ଗୋଡେଇଲେ ଅସୁବିଧାରେ ପଡିଯିବ। ଏଇଟା ନହେଲେ ଅସୁବିଧାରେ ପଡିବ। ଚାକିରି ହେଲାନି, କାରଣ ହଉଛି ଚାକିରି, ଆନନ୍ଦିତ ହବା ପରିଣାମ। ତେଣୁ ତୁମେ ଚାକିରି ପଛରେ ଗୋଡେଇବ, ପରିଣାମ ଭୁଲ ହେଇଯିବ। ଆଗେ ଆନନ୍ଦିତ ହେଇଯାଏ। ଯୋଗର ଶ୍ରେଷ୍ଠତମ ଭାବ ହଉଛି ଆନନ୍ଦିତ ହବ, ଖୁସି ହବ। କାହାଠାରୁ ପଇସା ଆଣିଛ, ଯେମିତି ଆନନ୍ଦିତ ହେଇକି ଆଣୁଛ, ସେମିତି ଆନନ୍ଦିତ ହେଇକି ଦେଇଦିଅ। ସୁଧ, ଇଣ୍ଟରେଷ୍ଟ ଦେଲା ବେଳେ ମନ ଦୁଃଖ କରନି, ବୁଝିପାରିଲେ? ଇଣ୍ଟରେଷ୍ଟ ଦେଲା ବେଳେ ମନ ଦୁଃଖ କରନି କାହାକୁ। ମୋର ଏତେ ପଇସା ଆଣିଥିଲି 2,000, ଦେଲି 2,500, ଦୁଃଖ ଲାଗିବନି ଟିକେ? ତୁମେ ଯଦି ସେଇ ମୁହୂର୍ତ୍ତ ଗୁଡା ଯଦି ଏଇ ଫର୍ମାଟରେ ତିଆରି କରିଦବ ମନକୁ, ଜାଣିବ ତମେ ବିରାଟ ଯୋଗ୍ୟ ହେଇଯିବ। ପଇସା ଦବା ନବାର କଥା ମୁଁ ଏଠି କହୁନି, ତୁମର ଭାବର ପରିବର୍ତ୍ତନ ଦରକାର। ତୁମେ କେତେ ବଳିଷ୍ଠ ହେଇପାରୁଛ ଆନନ୍ଦରେ, ପୂର୍ଣ୍ଣ ମାତ୍ରାରେ ତୁମେ ଆନନ୍ଦିତ ହେଇକିରି ପଇସା ଦେଇଦିଅ। ହଁ, ମୋର ଏଇଟା ଦବାର ନିହାତି ଆବଶ୍ୟକ ଅଛି, ଆଉ ମୁଁ ଖୁସିରେ ଦବା ଦରକାର। ଯିଏ ଲୋନ ଦେଇଛି ତୁମକୁ, ଯିଏ ସାଂସନ କରିଛି, ସିଏ କଣ ଜାଣିବେ କି ତୁମେ କଣ କରୁଛ? ତୁମର ଭାବ ସେଠି ପ୍ରକାଶିତ ହବା ଦରକାର। ପଇସା ଦେଲା ବେଳକୁ ତୁମେ ଚାଷ କରୁଛ, ଗହମ ଲଗେଇଛ, ଧାନ ଲଗେଇଛ, ପିଆଜ ଲାଗିଛି, ସବୁ ପ୍ରକାର ଫସଲ ଲାଗିଛି। ସେ ଯାହା ପରିଣାମ, ଯାହା ରିଟର୍ନ ଆସୁ, ତମେ ଜମା ବିଚଳିତ ହୁଅନି। ଧାନ 10 ବସ୍ତା ହେଇଥାନ୍ତା, 8 ବସ୍ତା ହେଇଗଲା, 7 ବସ୍ତା ହେଇଗଲା, ତମେ ପୂର୍ଣ୍ଣ ମାତ୍ରାରେ ଖୁସି ହେଇଯାଅ ସେଇ 7 ବସ୍ତାରେ। ମୋ ପଏଣ୍ଟ ବୁଝ ଭଲ। ସେଇ 7 ବସ୍ତାରେ ଯଦି ଆନନ୍ଦିତ ହେଇଗଲ, ଜାଣିବ ନେକ୍ସଟ ଇୟର ତୁମକୁ 14 ବସ୍ତା ଦବ। କାରଣ ତୁମେ ଆନନ୍ଦର ବୀଜ ବୁଣିଦେଲ ଜମିରେ, ତମକୁ କାରଣ ରିଆକ୍ସନ କଲାନି। ତୁମର ଫଳ ଅଲରେଡି ତୁମେ ପାଉଛ, ମିଳିଲେ ପାଉଛ, ନ ମିଳିଲେ ବି ଆନନ୍ଦିତ ହଉଛ।
ସେ ଯିବ କୁଆଡେ? ଯଦି କି ଈଶ୍ୱର ଥାନ୍ତି, ଭଗବାନ ଥାନ୍ତି ଉପରେ, ତୁମ ଉପରେ ଆନନ୍ଦର ବର୍ଷା କରିଦେବେ ସେଠି। ମୁଁ ସତ୍ସଙ୍ଗରେ ଦେଇଥିଲି 4 ଲକ୍ଷ ଟଙ୍କା। ପ୍ରତ୍ୟେକ ବର୍ଷ ସର୍ଟ ହୁଏ, ହ୍ୟୁଜ ଆମାଉଣ୍ଟ ଖର୍ଚ୍ଚ ହେଇଯାଏ। ମନ ଇଚ୍ଛା ଆମେ ଖର୍ଚ୍ଚ କରୁ, ଆମେ ଆନନ୍ଦିତ ହେଇକି ଖୁସି ହେଇକି କରୁ। ହଁ, ଲୋକ ଖାଆନ୍ତୁ, ଭଲ ଲାଗିବ, ଭଲ ମାଇକ ବାଜୁ, ଭଲ ଲାଗିବ, ଭଲ ଷ୍ଟେଜ ହବ, ଭଲ ଲାଗିବ, ଲୋକମାନେ ଆନନ୍ଦରେ ଭଲ ଖାଦ୍ୟ ଖାଇକି ଯାଆନ୍ତୁ, କେହି ନିରାଶ ହୁଅନ୍ତୁ। ଆନନ୍ଦରେ ସବୁ କରୁଛୁ। ମାସେ ହେଲା ପୁରା ଖୁସିରେ କରୁ, ପଇସାକୁ ଖାତିର ନ କରି। କିନ୍ତୁ କାଉଣ୍ଟରରେ ଦେଖିଲା ବେଳକୁ ସେତିକି ପଇସା ଖର୍ଚ୍ଚ, ଯେତିକି ପଇସା ଖର୍ଚ୍ଚ ହବା କଥା ତାଠୁ ଅଧିକା ହେଇଥିବ, ଇନକମ୍ କମ୍ ଥିବ। ମୁଁ ବାଧ୍ୟ ହୁଏ ଦେବା ପାଇଁ। 50,000 ଦେଇଛି, 41,000 ଦେଇଛି, 30,000 ଦେଇଛି, 15,000 ଦେଇଛି। ଏମିତି ଦେଇକିରି 10 ବର୍ଷ ଭିତରେ ମୁଁ 4,000 ଟଙ୍କା ଦେଇଥିଲି, 4 ଲକ୍ଷ ଟଙ୍କା। କିନ୍ତୁ ମୋର କିଛି ରିଆକ୍ସନ ନଥିଲା। ମୁଁ ଦେଇଛି ବୋଲି କିଛି ଭାବୁନଥିଲି, ମୁଁ ଖୁସିରେ ଦେଇଛି। ମୁଁ ଆଶା କରିନଥିଲି ସବୁ ପଇସା ମତେ ମିଳିଯାଉ, କିନ୍ତୁ ସେ ପଇସା ମୁଁ ପାଇଲି। ଅନ୍ୟ ସୋର୍ସରୁ ମତେ ମିଳିଗଲା। ଗୋଟେ ସୋର୍ସରୁ 2 ଲକ୍ଷ ମିଳିଗଲା, ଗୋଟେ ସୋର୍ସରୁ ଆଉ କିଛି ମିଳିଗଲା। ଏମିତି ପ୍ରାୟ ଆପ୍ରୋକ୍ସିମେଟଲି ମଧ୍ୟ ପାଇଯାଇଛି 2-3 ଲକ୍ଷ। ଏଠି କାରଣ କଣ? କାରଣ ହଉଛି ଆନନ୍ଦିତ ହବା, ଖୁସି ହବା। କହନ୍ତିନି, ଦୁଃଖେ ଅର୍ଜିତ ଯେତେ ଧନ, ସେ ସୁଖେ ନୁହେଁ ପ୍ରୟୋଜନ। ଦୁଃଖେ ଅର୍ଜିତ ଯେତେ ଧନ, ସେ ସୁଖେ ନୁହେଁ ପ୍ରୟୋଜନ। ତାର 2ଟା ଅର୍ଥ ହେଇପାରେ, କିନ୍ତୁ ମୁଁ କହୁନି ଦୁଃଖରେ ଅର୍ଜନ କରିଥିବା ଲୋକ ତାକୁ ବିନିଯୋଗ କରିପାରିବନି, ତା ନୁହେଁ। ଦୁଃଖ ଦେଇକିରି କାହାକୁ ଅର୍ଥ ଉପାର୍ଜନ କରନି। ଦୁଃଖେ ଅର୍ଜିତ ଯେତେ ଧନ, ଦୁଃଖ ଦେଇକିରି ଅର୍ଜନ କରିଥିବା ଧନ, ତାମାନେ ଲାଞ୍ଚ ନେଇକିରି, କଳା ବେପାର କରିକିରି, କାହାକୁ ମର୍ଡର କରିକିରି, ଦୁଃଖ ଦେଇକିରି, କାହାର ଅବଶୋଷ ଦବାକୁ ଇଚ୍ଛା ନାହିଁ, ତୁମେ ଆଣିକିରି ଯଦି ଧନ ଉପାର୍ଜନ କଲ, ତାହେଲେ ସେ ସୁଖେ ନୁହେଁ ପ୍ରୟୋଜନ। ତୁମେ ଆଣିବ, ଘରେ ରଖିଦବ, କିନ୍ତୁ ତାକୁ ତୁମ ସୁଖରେ ବିନିଯୋଗ କରିପାରିବନି। କେମିତି ହବ? ତାର ଇନକମ ସୋର୍ସ ବାଟ ଆସିଛି, ଦୁଃଖରେ ଆସିଛି ସେ ଧନ, ତୁମେ କେମିତି ସୁଖ ଦବ? ତେଣୁ ତୁମ ନ୍ୟାଯ୍ୟ ଅଧିକାର ଯୋଉଠି ଅଛି ତାଙ୍କୁ ସାବ୍ୟସ୍ତ କର। ସେଇଟା ଗୋଟେ ପରଫେକ୍ଟ କମ୍ପିଟିସନ ହେଇଯିବ। ମୁଁ ଏମିତି ଗୋଟେ 3 କୋଟି ଟଙ୍କାର ବର୍ତ୍ତମାନ ଚ୍ୟାଲେଞ୍ଜ କରିଛି କେସଟା, ମୋର ପ୍ରାପ୍ୟ ଅଛି, ମୁଁ ଆନନ୍ଦରେ ଲଢୁଛି ସେ କେସ୍। ଏ ବର୍ଷ ହେଲା ଷ୍ଟାର୍ଟ ହେଇଛି। ଶିମୁନି ମଧ୍ୟ ତାଙ୍କ ନିଜ ପୈତୃକ ସମ୍ପତ୍ତି ପାଇନଥିଲେ, କେସ୍ କରିକି ପାଇଲେ। ଆମର ସେଇ ପୈତୃକ ସମ୍ପତ୍ତି ପାଇଁ ଲଢେଇ ଚାଲିଛି। ଯେମିତି କୌରବ ପାଣ୍ଡବର ଥିଲା ଯୁଦ୍ଧ, ଆନନ୍ଦରେ ଆମେ ଲଢୁଛୁ। ମୁଁ ପରିଣାମ ସହିତ ଚାଲୁଛି, ସେମାନେ କାରଣ ସହିତ ହୁଏତ ଚାଲୁଥିବେ। ମୁଁ ଖୁସିରେ ଲଢୁଛି। କେସ୍ ହାରିଗଲେ ଦୁଃଖୀ ହେଇଯିବି ତା ନୁହେଁ, କେସ୍ ଜିତିଲେ ମଧ୍ୟ ସୁଖ ଅନୁଭବ କରିବି ତା ନୁହେଁ। ମୁଁ ସବୁ ମୁହୂର୍ତ୍ତରେ ଆନନ୍ଦିତ ହେଇକି ଲଢୁଛି, ମୋର ଆବଶ୍ୟକତା ଅଛି। ମୁଁ କାରଣ ପଛରେ ଦୌଡୁନି। ମୁଁ ବାରମ୍ବାର ସେଇ କଥା କହିଛି। ଥରେ ଆମେ ପଢୁଥିଲୁ, ମନୋରମା ମହାପାତ୍ର ଆମର ଥିଲେ ଲେକ୍ଚର, ଅଧ୍ୟାପିକା, ଯିଏ ରଥଙ୍କ ଝିଅ, କମେଣ୍ଟ୍ରି ଦିଅନ୍ତି ପୁରୀ ରଥଯାତ୍ରାରେ, ଜାଣିଥିବେ। ସମାଜର ଥିଲେ ସମ୍ପାଦିକା, ଆମର ଇକୋନୋମିକ୍ସ ପଢଉଥିଲେ। କହିଲେ ଜଣକ ରୁମାଲ ହଜିଗଲା, 4 ଦିନ ଖାଇଲାନି। ଆରେ କଣ ହେଇଛି, କଣ ହେଇଛି ତୋର? ନା ମତେ କିଛି କହନା। ସେ ରୁମାଲ ସେତେବେଳେ 4 ଟଙ୍କା 50 ପଇସା ଥିଲା। ଦେଖିତେ ସବୁ ଶୋରୁମ ଆଗରେ ରୁମାଲ ଖଣ୍ଡ ଗୁରା ମାନେ ଟଙ୍ଗେଇଥିବେ କଟନର। ତାର ହଜି ଯାଇଛି, 4 ଦିନ ଖାଇଲାନି। ଆଉ ପରିଣାମ ଦୁଃଖ, କାରଣ ହଉଛି ରୁମାଲ ହଜିବା। ଯଦି ସେ ଆନନ୍ଦିତ ହେଇକି ରହିଥାନ୍ତା, ରୁମାଲ ହୁଏ ଆଉ 5 ଖଣ୍ଡ କୋଉଠୁ ମିଳିଥାନ୍ତା। 4 ଦିନ ଖାଇଲେନି, ତା ଅନ୍ତନାଡି କଣ ହେଇଥିବ, ରୋଗଗ୍ରସ୍ତ ହେଇଥିବ, ମେଡିକାଲକୁ ଯାଇଥିବ। ତାପରେ ସାମାନ୍ୟ ରୁମାଲ ପାଇଁ 4 ଦିନ ଖାଇବନି। ଆଉ ସୁନା ଭରି ହଜିଗଲେ ତ ସୁଇସାଇଡ କରିଦବ। ସେ ଯାହାର ରୁମାଲ ହଜିଗଲା 4 ଦିନ ଖାଇଲାନି, ସେ ତ ସୁଇସାଇଡ କରିଦବ। କାନ ପେଣ୍ଡି ଫୁଲ ଯଦି ହଜିଯାଏ ହେଲା।
तुमे जदि आशा रखिब जीवन यात्रा रे सबुदिन सकाळ उठिले गोटे फर्माट आरंभ हबो निद भांगीगला रुटीन आरंभ आज कुआडे जीवी कौन करी किए कोट खाद्य आसो कोट दरमा आसो कोट टंका आसो कोट बिल काम हम कोटी इंडस्ट्री काम हम कोटी प्रोजेक्ट तैयारी हम कोटी सैंक्शन हम बैंक रे कौन करी जिते प्रकार तुम सर्कुलेशन तुम सर्कल अच्छी सी सब जाक रुटीन देदेव मन तुमको सकाल तुम निराश हो मनर माया जल छंदी हो तुम सकाल उठे से रुटीन दौर ये काम कर से काम कर से काम कर से काम कर से काम कर ना दुख अनुभव तुम्हें सब जाक देख शुण आनंदित हो सब रुटीन आज कौन रोषे हो आनंदित हो जहाँ अच्छे हम मन दुखे बस आज तेल ना हलदी ना लुण ना जिते कहले भी शुणु ना खुशी हुआ तुम्हें तुम्हें क्या एप्लिकेशन तुम्हें क्या प्रभाव विस्तार न करी दुखटा को न देकरी तुम्हें आनंदित हेल तुम्हें कंप्लेन करनी का ना स्वामी हो स्वामी जदि हो स्त्री हो पुओ जदि हो बाप हो माँ जदि हो पुत्र क्या तुम्हें तुम निजर बोझटा नदनी तुम्हें आनंदित हो ज्ञान हो गला पर तुम्हें आनंदित अवश्य हो ये सत्संग ज्ञान हो गले भी आनंदित हो ना जहाँ प्रश्न आसूचे यहाँ मत प्रश्न ही पचार जे यही स्तर में केमती आनंदित हबी या प्रोब्लेम रोचे मुझे केमती आनंदित हो पारि मत अन्य बेले फोन कर बतईदेवी जिते बड़ प्रोब्लेम होता जिते बड़ प्रोब्लेम होता समाधान हो तुम्हें खाली आनंदित रही योजना कर दियो प्रोजेक्ट आरंभ कर दियो आनंदर प्रोजेक्ट देख सब जाक आनंद तुम पाक आस गोड़ा गोड़ी आसे पैसा आसीज शांति आसीज माने प्लानिंग आसीज सब जाक पछरे आसवे तुम्हें आनंदित होन बोले केन्द्र बिंदु सृष्टि न करुच बोले सारा पृथ्वी रे जेते आनंद अच्छी तुम ठार अलग हो जाए यहाँ ना निराश कहीं जीव ये तो मुंडे हाथ दे बस गाल हाथ दे बस सदा गुमसुम रोचे केबे भी हसीनी आनंद देखुची ये केबे भी हसुनी मुझे जीवी से तार अल्टरनेटिव एंगल गुड़ा दुख आस निराश आस हताश आस तुम पाक तुम्हें आनंदर केन्द्र बिंदु हो जाओ मिछि मिछि का मोर बरंग हुआ सत्य ना मिछरे देख सब जगह आनंद तुम पृथ्वी गोटे एभली जिनस पृथ्वी एभली जिनस सब अच्छी तुमको अपेक्षा करते तुम्हें कौन हवा चाहूच से सब जगह एलिमेंट धरिक बुलूचन जी जहाँ खोज से पाई जी जहाँ खोज सब जगह आसी तुम पाखे प्रकृतिर नियम यहाँ आ तुम्हें जब आनंदित न हो सी कहीं आस तुम घर पाक आस ठक ठक करेंगे तुम खोलनी कबाट से पलैब तुम्हें घर झरका खोलिले सिना लाइट तुम भीतर सूर्य किरण आसब डोर खोलिले सिना आसब तुम्हें तो बंद कर रख सूर्य किरण कहीं आस सूर्य किरण बात विचार करे कोठी जीवी न जीवी तुम्हें बंद कर आनंद कोठी खोजे जे आंक घर को जीविनी तांक घर को जीवी आनंद सबुआडे अच्छी प्रकृतिर नियम अच्छी जी आनंदित हो से आस आनंदित आनंदर स्रोतटा तुम घर पाखे भी अच्छी तुम्हें कबाट खोलुन तुम हृदय कबाट खोली दियो आनंदित उत्सव तैयारी कर देखियो से सब आसवे आज न आसले काली पहुंचे आसिक से कनेक्टेड हो तुम आनंदित ठोठ हसला माने आनंदित स्रोत सृष्टि है माने से अपेक्षा कर कौटे आनंदर स्रोत हो जीव आसीजे से सब सार्ट पैंट पिंधिक बसनी तुम पाक आसपा जोड़ पिंधि शाढ़ी पिंधि अपेक्षा करते तुम्हें केत आनंदित हो से अपेक्षा करते तुम पाक आसपा तुम कान पेंडी फुल पिंधिले जी आनंदित हो न पिंधिले से आनंदित हो मो पॉइंट तुम्हें हार पिंधिले जी आनंदित हो न पिंधिले भी से आनंदित हो ताहले आनंदित स्रोत पूरा कंप्रोमाइज कर तुम पाक आसपा से ऑलरेडी फिक्स हो गला तुम आसपा से स्रोत बुक हो गला आसब ही आसब
ଆଉ ଗୋଟେ ବଡ ଜିନିଷ ହଉଛି ତୁମେ କାହାକୁ ଅପେକ୍ଷା କରନି। କାହା ଘରେ କଣ ହଉଛି କାହାର ନାହିଁ କଣ ନାହିଁ ତୁମେ ଜମା ଦେଖନି, ନିଜକୁ ଦେଖ। ତୁମର ସାଇକେଲଟା ଅଛି ଆଉ ଜଣଙ୍କର ଗାଡି ଅଛି ମର୍ସିଡିଜ, ତୁମେ ସକାଳୁ ଉଠୁଛ ହେ ଭଗବାନ ତା ପାଇଁ ଗୋଟେ ଏତେ ବଡ ଗାଡି ଦେଲ, ମୋ ପାଇଁ ସାଇକେଲଟେ। ତୁମେ ସାଇକେଲରେ ଆନନ୍ଦିତ ହୁଅ, ତୁମେ ସାଇକେଲରେ ଆନନ୍ଦିତ ହୁଅ, ସେ ଗାଡି ଧରି ବୁଲୁଥାଉ। ଆଉ ଯେତେବେଳେ ତା ଗାଡିଟି ଆକ୍ସିଡେଣ୍ଟ ହେଇଯିବ ତୁମେ ସେଠି କଣ ହବ? ତୁମ ସାଇକେଲ ଅଛି, ତୁମର ଆକ୍ସିଡେଣ୍ଟ ହେଇନି, ତା ଗାଡିଟା ଆକ୍ସିଡେଣ୍ଟ ହେଲା ଶୁଣିଲ, ସେଠି କଣ ହବ? ସେଠି ଖୁସି ହବ ତୁମେ, କାରଣ ତାକୁ ତୁମେ କମ୍ପ୍ରମାଇଜ କରୁଥିଲ, ତା ସହିତ ତୁମେ ମାନେ ସ୍ରୋତଟା ରଖିଥିଲ, କମ୍ପେୟାର କରୁଥିଲ। ମୋ ସାଇକେଲ ବେଟର ନୁହେଁ, ହୁଏତ ତା ଗାଡି ବେଟର ଅଛି। ତେଣୁ ଅପେକ୍ଷାର ସ୍ରୋତ କାଟିଦିଅ, ତୁମେ ନିଜକୁ ପରିମାର୍ଜିତ ହୁଅ, ନିଜକୁ ଗୋଟେ ସ୍ରୋତରେ ସାମିଲ କର। ସବୁଦିନ ପାଇଁ ଆନନ୍ଦର ସ୍ରୋତ। ତୁମ ପଇସା ଦେବାକୁ ପଡୁନି ଏଥିରେ, କେବଳ ଜ୍ଞାନ ହେଇଯିବା ଦରକାର, ଟିକେ ସାଧନ ଦରକାର, ଆନନ୍ଦର ସାଧନ। ଦେଖିବ ସବୁ ତୁମ ପାଖକୁ ପଳେଇ ଆସିବ, ସବୁ ପଳେଇ ଆସିବ। ଧନ ଆସିବ, ଜନ ଆସିବ, ମନ ଆସିବ, ସାଧନ ଆସିବ, ପରାକ୍ରମ ଆସିବ, ସାହସ ଆସିବ, ଅଭାବ ଭାବ ହେଇଯିବ, ସବୁ କିଛି ପଳେଇ ଆସିବ ତୁମ ପାଖକୁ। ଅପେକ୍ଷା କରିଛ। ପ୍ରସନ୍ନ ସର୍ବ ଦୁଃଖାନାଂ ହାନିରସ୍ୟ ମୁଜାୟତେ, ସବୁ ଯାକ ନଷ୍ଟ କରିଦବ। ପ୍ରସନ୍ନ ଚିତ୍ତରେ ସବୁ ମାନେ ଦୁଃଖଟାକୁ ଖଡ୍ଗରେ କାଟିଦବ।